ଚାଲନ୍ତୁ ଆଜି ସକାଳରେ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ପ୍ରଥମ ଖବରଟି ରହିଛି ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା। ରାଜ୍ୟର ସଡ଼କ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡ଼କ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହିତ ରାଜ୍ୟ ରାଜଧାନୀରେ କାୟାକଳ୍ପ ହେଲା ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଶିଳାନ୍ୟାସ ମଧ୍ୟ କରାଯାଇଛି। ଲୋକସେବା ଭବନର କନଭେନସନାଲ ହଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣା ଯୋଗୁଁ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାର 4ଟି ଇ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେଗୁଡ଼ିକ ହେଲା ଏଜୁକେସନ ବା ଶିକ୍ଷା, ଏନଫୋର୍ସମେଣ୍ଟ ବା ନିୟମିତ କଡ଼ାକଡ଼ି ଅନୁପାଳନ, ଇଞ୍ଜିନିୟରିଂ ବା ଯୋଗାଯୋଗ ଭିତ୍ତିଭୂମ ଓ ଯାନବାହନରେ ଉନ୍ନତ ଇଞ୍ଜିନିୟରିଂ ବିଦ୍ୟା ପ୍ରୟୋଗ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏବଂ ଏମର୍ଜେନ୍ସି ବା ଜରୁରୀ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ। ଏହି 4ଟି ନିୟମ ଅନୁପାଳିତ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆହୁରି 2ଟି ଇ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହା ହେଲା ଏନଫୋର୍ସମେଣ୍ଟ ଏବଂ ଇଭାଲୁଏସନ। ଯାନବାହନର ପ୍ରଦୂଷଣ ନିୟମକୁ ସଠିକ ଭାବରେ ପାଳନ କରିବା ସହିତ ସଡ଼କ ସୁରକ୍ଷାର ଯେଉଁ ନିୟମଗୁଡ଼ିକ ଅଛି ତାହା ଫଳାଫଳ ସମ୍ପର୍କରେ ଉପଯୁକ୍ତ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ମୂଲ୍ୟାୟନକୁ ଭିତ୍ତି କରି ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କିମ୍ବା ଆହୁରି ଉନ୍ନତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର, ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ନେଇ ଛତିଶଗଡ଼ରେ ହଙ୍ଗାମା, ତଦନ୍ତ ନିର୍ଦ୍ଦେଶ ଦେଲେ ଗରିଆବନ୍ଧି ଜିଲ୍ଲାପାଳ। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉଲମାରାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହେଉଛି। ଏହି ଅଶ୍ଳୀଳ ନୃତ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ମୌନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ସେଭଳି ପୁଲିସ ପକ୍ଷରୁ 14 ଜଣ ଆୟୋଜକଙ୍କୁ ଗିରଫ କରାଯାଇ 3 ଜଣ ପୁଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ଦେବୁକ ଥାନା ଅନ୍ତର୍ଗତ ଓଲମାରାଠାରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ 4ରୁ 10 ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ତେବେ ଗତ 9 ତାରିଖ ରାତିରେ ଅପେରାରେ ନିଶା ମହାରଣା ନୃତ୍ୟ ପରିବେଷଣ କରିଥିଲେ। ମୌନପୁର ଉପଜିଲ୍ଲାପାଳ ଓ ପୁଲିସଙ୍କ ଉପସ୍ଥିତିରେ ଏଭଳି ନୃତ୍ୟ ଚାଲିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ 10 ତାରିଖରେ ଅପେରା ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମିଳିଥିଲା। ତେବେ ଘଟଣା ନେଇ 14 ଆୟୋଜକ ଗିରଫ, 3 ପୁଲିସ କର୍ମଚାରୀ ନିଲମ୍ବିତ ଏବଂ ଉପଜିଲ୍ଲାପାଳଙ୍କର ବଦଳି ମଧ୍ୟ ହୋଇଯାଇଛି। ତହସିଲଦାର ଓ ପୁଲିସର ବିନା ଅନୁମତିରେ ମୌନପୁର ଉପଜିଲ୍ଲାପାଳ ଡକ୍ଟର ତୁଳସୀ ଦାସ ମାର୍କାମା ଅପେରା ପାଇଁ ଅନୁମତି ଦେବା ଓ ନିଜେ ଉପସ୍ଥିତ ରହି ମଜା ଉଠାଇଥିବା ଅଭିଯୋଗରେ ତାଙ୍କୁ ବଦଳି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭାବରେ ଏକ 4 ଜଣିଆ ଟିମ୍ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଦେବୁକ ଥାନା ପକ୍ଷରୁ 14 ଜଣ ଆୟୋଜକଙ୍କୁ ଗିରଫ କରାଯାଇଥିଲା ବେଳେ ଅଶ୍ଳୀଳ ନୃତ୍ୟ ମଜା ନେଉଥିବା 3 ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ରିପୋର୍ଟ ମିଳିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ଯୌବନରେ ହୋଇପାରିଲେନି ଏକାଠି କିନ୍ତୁ ଜୀବନ ଦେଲା ଦ୍ୱିତୀୟ ସୁଯୋଗ। 60 ବର୍ଷରେ ଝିଅ ଜ୍ୱାଇଁ କଲେ ବିବାହ। କୁହାଯାଏ ପ୍ରତ୍ୟେକ ପ୍ରେମର ଶେଷ ସିନ୍ଦୁର ନୁହେଁ, କିଛି ପ୍ରେମ ଅଧୁରା ହୋଇଯାଏ। ଏସବୁ ଭିତରେ ଆପଣ ଏକଥା ବି ଶୁଣିଥିବେ ଯେ ସତ ପ୍ରେମ କେବେ ହାରେ ନା କି ମରେ ନା। ଯଦି ପ୍ରେମ ସତ୍ୟ ଥାଏ ତେବେ କେବେ ନା କେବେ ତାହା ନିଶ୍ଚିତ ମିଳିଥାଏ। ଏପରି ଏକ କାହାଣୀର ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ, ଯାହାକୁ ଶୁଣିଲେ ହୁଏତ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ ଯେ ହଁ, ପ୍ରେମ ସତ୍ୟ ଥିଲେ କେବେ ନା କେବେ ନିଶ୍ଚିତ ଫେରେ। ତେବେ ଏହି କାହାଣୀଟି ହେଉଛି କେରଳର ଜୟପ୍ରକାଶ ଏବଂ ରଶ୍ମିଙ୍କ, ଯାହା ଆଜି ସୋସିଆଲ ମିଡିଆରେ ଏବେ ପ୍ରତ୍ୟେକଙ୍କ ଲୋକଙ୍କ ହୃଦୟକୁ ଛୁଇଁ। ଯୌବନର ପ୍ରେମ ହୋଇପାରିନଥିଲା ପୁରା, କିନ୍ତୁ ଏବେ 40 ବର୍ଷ ପରେ ଉଭୟ ପରସ୍ପରଙ୍କର ହାତ ଧରିଛନ୍ତି। ପରବର୍ତ୍ତୀ ଖବର, ବଦଳିବ ବିଧାନସଭା ଓ ଲୋକସଭା ଭବନର କାୟାକଳ୍ପ। 147ରୁ ବଢ଼ି ହୋଇପାରେ 200 ସିଟ୍। ବିଧାନସଭା ଆସନ ସଂଖ୍ୟା ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂକେତ ପରେ ଓଡ଼ିଶା ରାଜନୀତିରେ ହଟମଚଟ। ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ଆଶାୟୀଙ୍କ ଆଶା ଆକାଶ ଛୁଆଁ ହେଲା। ନିର୍ବାଚନ ମଣ୍ଡଳୀର ସୀମା ବଦଳିରେ ନେତାଙ୍କର ଭାଗ୍ୟ ବଦଳିବ। କିଏ ଲାଭରେ ରହିବ ତ କିଏ ପୁଣି କ୍ଷତି ସହିବ, ତାହାକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କଷା। 2029 ସାଧାରଣ ନିର୍ବାଚନ ବେଳକୁ ବଦଳିଥିବା ଓଡ଼ିଶାର ରାଜନୈତିକ ଦୃଶ୍ୟପଟ, ଜନ୍ମ ନେଇଥିବା ନୂଆ ନିର୍ବାଚନ ମଣ୍ଡଳୀ। ବିଧାନସଭାରେ ପ୍ରତିନିଧିତ୍ୱ କରିବାକୁ ଅନେକ ନେତାଙ୍କ ପାଇଁ ଏଭଳି ଆକଳନକୁ ଖରକ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଲୋକସେବା ଭବନ ଓ ବିଧାନସଭା ନିର୍ମାଣର ଭିତ୍ତିଭୂମି ସ୍ଥାପନ ଅବସରରେ ଏଭଳି ସଂକେତ ଦେଇଛନ୍ତି। 300 ଆସନ ବିଶିଷ୍ଟ ନୂଆ ବିଧାନସଭା ନିର୍ମାଣ ହେବ। ସୀମା ପୁନଃନିର୍ଦ୍ଧାରଣ ହେଲେ ପାଖାପାଖି 50ରୁ ଅଧିକ ସିଟ୍ ବଢ଼ିଯିବ। ଓଡ଼ିଶାର ବିଧାନସଭା ବିଧାୟକଙ୍କ ସଂଖ୍ୟା 200କୁ ଛୁଇଁବ। ଦିଲ୍ଲୀର ସେଣ୍ଟ୍ରାଲ ଫିଷ୍ଟା ଭଳି ହେବ ଓଡ଼ିଶାର ବିଧାନସଭା। 2027 ଜନଗଣନା ପରେ ସୀମା ପୁନଃନିର୍ଦ୍ଧାରଣ ସହ ନୂଆ ନିର୍ବାଚନ ମଣ୍ଡଳୀ ପାଇଁ ବାଟ ଫିଟିଯିବ। ଏନେଇ ଜାତୀୟ ଗଣମାଧ୍ୟମରେ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଛି। ନୂଆ ନିର୍ବାଚନ ମଣ୍ଡଳୀ ଗଠନ ପାଇଁ 2ଟି ମାପଦଣ୍ଡ ରହିଛି। ଜନସଂଖ୍ୟା ଓ ଭୌଗୋଳିକ ଦୃଷ୍ଟିକୋଣକୁ ନଜରରେ ରଖି ନୂଆ ନିର୍ବାଚନ ମଣ୍ଡଳୀ କଥା ବିଚାରକୁ ନିଆଯାଇଥିଲା। ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କଟକ, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରେ ବଢ଼ିପାରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା। ମୁଖ୍ୟମନ୍ତ୍ରୀଙ୍କ ସଂକେତ ପରେ ବଢ଼ିଲାଣି ରାଜନୈତିକ ଚର୍ଚ୍ଚା। ନୂଆ ସୁଯୋଗ ସୃଷ୍ଟି ହେବ।